ଦ୍ୱିତୀୟ ମାକାବୀୟ ପୁସ୍ତକ ଅଧ୍ୟାୟ 1। ଇଜିପ୍ଟବାସୀ ଯିହୁଦୀମାନଙ୍କ ପ୍ରତି ପ୍ରଥମ ପତ୍ର। ଜେରୁସାଲେମ ତଥା ଜୁଦେୟାବାସୀ ଯିହୁଦୀ ଭ୍ରାତାଗଣ, ଇଜିପ୍ଟବାସୀ ନିଜର ଯିହୁଦୀୟ ଭ୍ରାତାମାନଙ୍କୁ ଶାନ୍ତି ତଥା ଶୁଭେଚ୍ଛା ଜଣାନ୍ତି। ଈଶ୍ୱର ତୁମମାନଙ୍କ ପ୍ରତି କୁଶଳ କାର୍ଯ୍ୟ କରନ୍ତୁ। ନିଜର ବିଶ୍ୱସ୍ତ ଦାସ ଆବ୍ରାହାମ, ଇସାହାକ ଓ ଯାକୋବଙ୍କ ସହ ସାଲିସ ହୋଇଥିବା ନିଜର ବ୍ୟବସ୍ଥା ବିଧାନ ସେ ସ୍ମରଣ କରନ୍ତୁ। ସେ ତୁମମାନଙ୍କୁ ତାହାଙ୍କର ଆରାଧନା କରିବା ପାଇଁ ଏକ ଆଗ୍ରହୀ ହୃଦୟ ପ୍ରଦାନ କରନ୍ତୁ। ଉଦାର ହୃଦୟ ତଥା ଇଚ୍ଛୁକ ମନ ଦେଇ ତାହାଙ୍କର ସଦିଚ୍ଛା ପାଳନ କରିବା ପାଇଁ ସେ ତୁମମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତୁ। ତାହାଙ୍କର ବିଧିବିଧାନ ତଥା ଆଜ୍ଞାବଳୀକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସେ ତୁମମାନଙ୍କର ହୃଦୟକୁ ଉନ୍ମୁକ୍ତ କରନ୍ତୁ ଓ ତୁମକୁ ଶାନ୍ତି ପ୍ରଦାନ କରନ୍ତୁ। ସେ ତୁମମାନଙ୍କର ପ୍ରାର୍ଥନା ଶୁଣନ୍ତୁ ଓ ତୁମମାନଙ୍କ ସହ ପୁନର୍ମିଳିତ ହୁଅନ୍ତୁ ଓ ମନ୍ଦ କାଳଗୁଡ଼ିକରେ ତୁମମାନଙ୍କୁ ପରିତ୍ୟାଗ ନ କରନ୍ତୁ। ଆମେମାନେ ବର୍ତ୍ତମାନ ତୁମ ନିମନ୍ତେ ପ୍ରାର୍ଥନା କରୁଛୁ। 169 ବର୍ଷରେ ଦେମେତ୍ରିୟସଙ୍କ ରାଜତ୍ୱରେ ଆମମାନଙ୍କୁ ବହୁବିଧ ତାଡ଼ନା ସହନ କରିବାକୁ ପଡ଼ିଥିବା ବେଳେ ଆମେ ଯିହୁଦୀମାନେ ତୁମ ନିକଟକୁ ଖଣ୍ଡିଏ ପତ୍ର ଲେଖିଲୁ। ସେହି ଦିନ ମାନଙ୍କରେ ଜାସନ ଓ ତାର ଅନୁଗାମୀମାନେ ପବିତ୍ର ଦେଶ ତଥା ରାଜ୍ୟ ବିରୁଦ୍ଧରେ ବିଦ୍ରୋହ କରି ଉଠି ଦେବାଳୟର ଦ୍ୱାର ସମୂହକୁ ଦଗ୍ଧ କରିଥିଲେ ଓ ନିର୍ଦ୍ଦୋଷ ରକ୍ତପାତର କାରଣ ହୋଇଥିଲେ। ଆମେମାନେ ପ୍ରଭୁଙ୍କ ସନ୍ନିଧାନରେ ନିବେଦନ କଲୁ ଓ ସେ ତାହା ପ୍ରତି କର୍ଣ୍ଣପାତ କଲେ। ଆମେମାନେ ହୋମବଳି ତଥା ଶସ୍ୟବଳି ଉତ୍ସର୍ଗ କଲୁ। ଆମେ ପ୍ରଦୀପ ଜଳାଇଲୁ ଏବଂ ଦିବ୍ୟ ସାନ୍ନିଧ୍ୟ ପ୍ରତୀକ ରୁଟି ପ୍ରସ୍ତୁତ କରି ସ୍ଥାପନ କଲୁ। ଆମେ ବର୍ତ୍ତମାନ ଏହି ପରାମର୍ଶ ଦେଉଅଛୁ ଯେ 188 ବର୍ଷର କିସ୍ଲେଭ ମାସରେ ଶିବିର ବାସ ଉତ୍ସବ ପାଳନ କରିବା ପାଇଁ ତୁମେମାନେ ଯତ୍ନବାନ ହୁଅ। ଦ୍ୱିତୀୟ ପତ୍ର। ଅଭିଷିକ୍ତ ଯାଜକବର୍ଗଜ ଓ ରାଜା ଟଲେମୀଙ୍କ ଶିକ୍ଷାଗୁରୁ ଆରିସ୍ତୋବଲନ ତଥା ଇଜିପ୍ଟବାସୀ ଯିହୁଦୀମାନଙ୍କୁ ଜେରୁସାଲେମ ତଥା ଜୁଦେୟାବାସୀ ଯିହୁଦୀମାନେ ସେମାନଙ୍କର ରାଷ୍ଟ୍ର ପରିଷଦ ଓ ଜୁଦାସ ଅଭିବାଦନ ଜଣାଇ ଆୟୁଷ ତଥା ଆରୋଗ୍ୟ ଲାଭର କାମନା କରନ୍ତି। ଆମମାନଙ୍କୁ ଭୀଷଣ ବିପଦରୁ ରକ୍ଷା କରିବା ପାଇଁ ରାଜାଙ୍କ ବିରୁଦ୍ଧରେ ଆମର ସାହାଯ୍ୟ ହୋଇଥିବା ଈଶ୍ୱରଙ୍କୁ ଆମେମାନେ କୃତଜ୍ଞତା ଜ୍ଞାପନ କରୁଅଛୁ। କାରଣ ପବିତ୍ର ନଗରୀ ବିରୁଦ୍ଧରେ ସଂଗ୍ରାମ କରିଥିବା ବ୍ୟକ୍ତିମାନଙ୍କୁ ସେ ବିତାଡ଼ନ କଲେ। ଯେହେତୁ ଆବିରୋଧ୍ୟ ସୈନ୍ୟ ସମେତ ସେହି ସେନାପତି ପାରସ୍ୟକୁ ଆସି ପହଞ୍ଚିବା ବେଳେ ସେମାନେ ସମସ୍ତେ ନାନେୟା ମନ୍ଦିରରେ ସେବା କାର୍ଯ୍ୟ କରିଥିବା ପୁରୋହିତମାନଙ୍କର କୌଶଳ ଜରିଆରେ ନିହତ ହେଲେ। ମନ୍ଦିରର ବିପୁଳ ଧନ ସମ୍ପଦକୁ ଅଧିକାର କରିବାର ଆଶା ରଖି ନାନେୟା ଦେବୀକୁ ବିବାହ କରିବାର ଛଳନାରେ ନିଜ ବନ୍ଧୁମାନଙ୍କ ସହିତ ଆନ୍ତିଓଖସ୍ ସେ ସ୍ଥାନକୁ ଆସିଲେ। ନାନେୟା ମନ୍ଦିରରେ ସେବା କାର୍ଯ୍ୟ କରିଥିବା ପୁରୋହିତମାନେ ସେ ସମସ୍ତ ଧନ ସମ୍ପଦକୁ ସଜ୍ଜିତ କରି ରଖିଲେ। ଆନ୍ତିଓଖସ୍ କେତେକ ଲୋକଙ୍କ ସହ ସେହି ପବିତ୍ର ମନ୍ଦିର ମଧ୍ୟରେ ପ୍ରବେଶ କରିବା କ୍ଷଣି ପୁରୋହିତମାନେ ତାହା ରୁଦ୍ଧ କଲେ। ତତ୍ପରେ ଛାତ ତଳେ ଥିବା ଏକ ଗୁପ୍ତ ଦ୍ୱାର ଖୋଲି ଦେଇ ସେମାନେ ସେନାପତି ଓ ତାଙ୍କର ଅନୁଗାମୀମାନଙ୍କୁ ଆଘାତ କଲେ। ଏହାପରେ ସେମାନଙ୍କ ଅଙ୍ଗ ଭଙ୍ଗ କଲେ ଓ ସେମାନଙ୍କୁ ଶିରଚ୍ଛେଦନ କରି ବାହାରେ ସମବେତ ହୋଇଥିବା ଲୋକଙ୍କ ସମୀପକୁ ସେହି ମସ୍ତକ ସମୂହକୁ ଫିଙ୍ଗିଲେ।
ଅଧର୍ମାଚରଣ କରିଥିବା ସମସ୍ତଙ୍କୁ ନ୍ୟାୟ ବିଚାର କରିଥିବା ଆମ ଈଶ୍ୱର ସବୁ କ୍ଷେତ୍ରରେ ଧନ୍ୟ ହୁଅନ୍ତୁ। କିସ୍ଲେଭ ମାସର 25 ଦିବସରେ ଦେବାଳୟ ଶୁଦ୍ଧିକରଣ ଉତ୍ସବ ଆମେମାନେ ପାଳନ କରିବୁ। ତେଣୁ ଆମେ ମନେ କଲୁ ଯେ ସେ ସମ୍ବନ୍ଧରେ ତୁମମାନଙ୍କୁ ମଧ୍ୟ ଜଣାଇବା ଆବଶ୍ୟକ, କାରଣ ଶିବିରବାସ ଉତ୍ସବ ପାଳନ କରିବା ଏବଂ ଦେବାଳୟ ତଥା ବଳିପୀଠକୁ ନିର୍ମାଣ କରି ନେହେମିଆ ନୈବେଦ୍ୟ ଉତ୍ସର୍ଗ କରିଥିବା ବେଳେ ପ୍ରଦତ୍ତ ଅଗ୍ନିର ଉତ୍ସବ ତୁମେମାନେ ମଧ୍ୟ ପାଳନ କରିବା ଉଚିତ ହେବ। ଆମ ପିତୃପୁରୁଷମାନେ ଯେତେବେଳେ ବନ୍ଦୀ ଅବସ୍ଥାରେ ପାରସ୍ୟକୁ କଢ଼ା ହୋଇ ଆସିଥିଲେ, ସେତେବେଳେ ଭକ୍ତ ଯାଜକମାନେ ବଳିପୀଠଠାରୁ ଅଳ୍ପ ଅଗ୍ନି ନେଇ ଗୋଟିଏ ଶୁଷ୍କ କୂପରେ ଲୁକାୟିତ କରି ରଖିଲେ। ତାହା ସେଠାରେ ଗୁପ୍ତ ହୋଇ ରହିବା ପାଇଁ ସେମାନେ ଏପରି ଯତ୍ନ ନେଲେ ଯେ କେହି କେବେ ସେ ସ୍ଥାନର ପରିଚୟ ପାଇଲା ନାହିଁ। ବହୁ ବର୍ଷ ଅତିବାହିତ ହେଲା ପରେ ଈଶ୍ୱରଙ୍କ ଅନୁଗ୍ରହରେ ପାରସ୍ୟ ରାଜାଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ନେହେମିଆ ସେହି ଅଗ୍ନିକୁ ଲୁକାୟିତ କରି ରଖିଥିବା ଯାଜକମାନଙ୍କର ଉତ୍ତରାଧିକାରୀମାନଙ୍କୁ ତାହା ଘେନି ଆସିବା ପାଇଁ ଆଦେଶ ଦେଲେ। ସେମାନେ ଯେତେବେଳେ ଆମକୁ ଜଣାଇଲେ ଯେ ସେହି ଅଗ୍ନି ପରିବର୍ତ୍ତେ ଏକ ଘନ ଦ୍ରାବକ ସେମାନେ ଦେଖିବାକୁ ପାଇଲେ, ସେତେବେଳେ ତାହା କାଢ଼ି ଆଣିବାକୁ ସେ ନିର୍ଦ୍ଦେଶ ଦେଲେ। ନୈବେଦ୍ୟ ଉତ୍ସର୍ଗ ପାଇଁ ଆବଶ୍ୟକ ବସ୍ତୁ ସମୂହକୁ ପ୍ରସ୍ତୁତ କଲା ପରେ କାଠ ତଥା ତାହା ଉପରିସ୍ଥ ବଳି ବସ୍ତୁ ଉପରେ ସେହି ଦ୍ରାବକ ସିଞ୍ଚିବାକୁ ନେହେମିଆ ଯାଜକମାନଙ୍କୁ ଆଦେଶ ଦେଲେ। ତାହା କାର୍ଯ୍ୟରେ ପରିଣତ ହେଲା ଏବଂ ସ୍ୱଳ୍ପ ସମୟ ପରେ ମେଘାବୃତ ସୂର୍ଯ୍ୟ ଯେବେ ପୁନରାୟ ପ୍ରଦୀପ୍ୟମାନ ହେଲା, ତେବେ ଏକ ବିରାଟ ଅଗ୍ନି ପ୍ରଜ୍ୱଳିତ ହେଲା। ତାହା ଦେଖି ସମସ୍ତେ ବିସ୍ମିତ ହେଲେ। ବଳିବସ୍ତୁ ଦଗ୍ଧୀଭୂତ ହେଉଥିବା ବେଳେ ଯାଜକଗଣ ତଥା ଜନତା ପ୍ରାର୍ଥନା କଲେ। ପ୍ରାର୍ଥନା କରିବା ପାଇଁ ଜୋନାଥନ ନେତୃତ୍ୱ ନେଲେ ଓ ଅନ୍ୟ ସମସ୍ତେ ନେହେମିଆଙ୍କ ସମେତ ପ୍ରତ୍ୟୁତ୍ତର ଦେଲେ। ସେମାନେ ଏହିପରି ପ୍ରାର୍ଥନା କଲେ, ହେ ପ୍ରଭୁ, ସମସ୍ତ ବସ୍ତୁର ସ୍ରଷ୍ଟା ପ୍ରଭୁ, ହେ ଈଶ୍ୱର, ତୁମେ ଭୟକାରୀ, ଶକ୍ତିଶାଳୀ, ନୀତିନିଷ୍ଠ ତଥା ଦୟାଳୁ ଅଟ। କେବଳ ତୁମେ ରାଜା ଓ ଦୟାଳୁ, କେବଳ ତୁମେ ଉଦାର, ନୀତିନିଷ୍ଠ, ସର୍ବଶକ୍ତିମାନ ଓ ଶାଶ୍ୱତ। ତୁମେ ଇସ୍ରାଏଲକୁ ସମସ୍ତ ଅନିଷ୍ଟରୁ ଉଦ୍ଧାର କରିଅଛ। ପିତୃପୁରୁଷମାନଙ୍କୁ ମନୋନୀତ କରି ତୁମେ ସେମାନଙ୍କୁ ଶୁଦ୍ଧପୂତ କରିଅଛ। ତୁମର ସ୍ୱଜନ ଇସ୍ରାଏଲ ଦେଶରେ ଏହି ନୈବେଦ୍ୟ ଗ୍ରହଣ କର। ଯେଉଁମାନେ ତୁମ ଉତ୍ତରାଧିକାରାଂଶ, ଏହିମାନଙ୍କୁ ସଂରକ୍ଷଣ କର ଓ ପୂତ ପବିତ୍ର କର। ବିକ୍ଷିପ୍ତ ହୋଇ ରହୁଥିବା ଆମ ଜନତାକୁ ଏକତ୍ରିତ କର। ବିଜାତୀୟମାନଙ୍କ ମଧ୍ୟରେ ଯେଉଁମାନେ ଦାସ ରୂପେ ଅବସ୍ଥାନ କରନ୍ତି, ସେମାନଙ୍କୁ ମୁକ୍ତ କର। ଯେଉଁମାନେ ଅଗ୍ରାହ୍ୟ ତଥା ଅବହେଳିତ, ସେମାନଙ୍କ ପ୍ରତି ଦୃଷ୍ଟିପାତ କର। ବିଜାତୀୟମାନେ ଜାଣି ରଖନ୍ତୁ ଯେ ତୁମେ ହିଁ ଆମ ଈଶ୍ୱର। ଯେଉଁମାନେ ଅତ୍ୟାଚାରୀ ତଥା ଗର୍ବ ହେତୁ ଉଦ୍ଧତ, ସେହି ସମସ୍ତଙ୍କ ପ୍ରତି ଶାସ୍ତି ବିଧାନ କର। ମୋଶେସ କହିଥିବା ଅନୁଯାୟୀ ତୁମର ସ୍ୱଜନମାନଙ୍କୁ ତୁମ ପବିତ୍ର ସ୍ଥାନରେ ରୋପଣ କର। ତତ୍ପରେ ଯାଜକମାନେ ସ୍ତବଗାନ କଲେ। ବଳିବସ୍ତୁ ଦଗ୍ଧ ହେଲା ପରେ ଅବଶିଷ୍ଟ ହୋଇ ରହିଥିବା ଦ୍ରାବକକୁ ବିରାଟ ପଥର ସମୂହ ଉପରେ ଢାଳି ଦେବା ପାଇଁ ନେହେମିଆ ଆଦେଶ ଦେଲେ। ଏହା କାର୍ଯ୍ୟରେ ପରିଣତ ହେବା ବେଳେ ଏକ ଅଗ୍ନି ପ୍ରଜ୍ୱଳିତ ହେଲା। କିନ୍ତୁ ବଳିପୀଠରୁ ପ୍ରଜ୍ୱଳିତ ଆଲୋକ ଯେବେ ତାହା ଉପରେ ପଡ଼ିଲା, ତେବେ ତାହା ନିର୍ବାପିତ ହେଲା। ଏହାର ଯଥାର୍ଥତା ସହସା ରାଷ୍ଟ୍ର ହେଲା। ପାରସ୍ୟର ରାଜାଙ୍କୁ ଯେତେବେଳେ ଜଣାଇ ଦିଆଗଲା ଯେ ବିତାଡ଼ିତ ହୋଇଥିବା ଯାଜକମାନେ ଯେଉଁଠାରେ ଅଗ୍ନି ଲୁକାୟିତ କରି ରଖିଥିଲେ, ସେ ସ୍ଥାନରେ ଏକ ଦ୍ରାବକ ଦେଖାଗଲା
ଓ ନେହେମିଆ ତାଙ୍କର ସହଚରମାନେ ତାହା ଉପଯୋଗ କରି ବଳି ବସ୍ତୁକୁ ଦଗ୍ଧ କଲେ। ସେତେବେଳେ ରାଜା ଏହାର ଯଥାର୍ଥତା ସମ୍ପର୍କରେ ଅନୁସନ୍ଧାନ କଲେ ଓ ତତ୍ପରେ ସେ ସ୍ଥାନକୁ ଏକ ପବିତ୍ର ସ୍ଥାନ ରୂପେ ଘୋଷଣା କରି ତାହାକୁ ଏକ ପ୍ରାଚୀର ଦ୍ୱାରା ବେଷ୍ଟନ କଲେ। ଏହାପରେ ନିଜର ପ୍ରିୟ ବ୍ୟକ୍ତିମାନଙ୍କୁ ରାଜା ଉତ୍କୃଷ୍ଟ ଉପହାର ପୁରସ୍କୃତ କଲେ। ନେହେମିଆ ଓ ତାଙ୍କର ସହଚରମାନେ ତାହାକୁ ନେପ୍ତାର ଅର୍ଥାତ୍ ଶୁଦ୍ଧିକରଣ ନାମରେ ଅଭିହିତ କଲେ, କିନ୍ତୁ ଜନତା ମଧ୍ୟରୁ ଅଧିକାଂଶ ବ୍ୟକ୍ତି ତାହାକୁ ନାପ୍ତା ନାମରେ ନାମିତ କଲେ। ଅଧ୍ୟାୟ 2 ସିନ୍ଦୁକ, ବଳିପୀଠ ଇତ୍ୟାଦି ଜେରେମିଆଙ୍କ ଦ୍ୱାରା ଲୁକାୟିତ। ପୂର୍ବୋକ୍ତ ବର୍ଣ୍ଣନାନୁଯାୟୀ ରେଖାପତ୍ରରେ ଲେଖିବାକୁ ମିଳେ ଯେ ବିତାଡ଼ିତ ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ୱଳ୍ପ ଅଗ୍ନି ନେବାକୁ ପ୍ରବକ୍ତା ଜେରେମିଆ ନିର୍ଦ୍ଦେଶ ଦେଲେ। ଏତଦ୍‌ବ୍ୟତୀତ ସେମାନଙ୍କୁ ବିଧାନ ଦେଲା ପରେ ବିତାଡ଼ିତ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ରବକ୍ତା ଶିକ୍ଷୋପଦେଶ ଦେଲେ ଯେ ସେମାନେ ଯେପରି ପ୍ରଭୁଙ୍କ ଆଜ୍ଞାବଳୀକୁ ବିସ୍ମୃତ ନ ହୁଅନ୍ତି ଓ ସୁବର୍ଣ୍ଣ ତଥା ରୌପ୍ୟ ନିର୍ମିତ ପିତୁଳା ତଥା ସେମାନଙ୍କର ଅଳଙ୍କାରଗୁଡ଼ିକୁ ଦେଖି ନିଜର ମନ ଚିନ୍ତାରେ ବିଭ୍ରାନ୍ତ ନ ହୁଅନ୍ତୁ। ଏପରି ଉପଦେଶ ଦେଇ ସେମାନଙ୍କ ହୃଦୟରୁ ବିଧାନକୁ ଦୂରେଇ ନ ଦେବା ସକାଶେ ସେ ସେମାନଙ୍କୁ ସତର୍କ କଲେ। ଏକ ଦୈବବାଣୀର ନିର୍ଦ୍ଦେଶ ମୁତାବକ ପବିତ୍ର ଶିବିର ତଥା ସିନ୍ଦୁକକୁ ନିଜ ପଛରେ ନେଇ ଆସିବାକୁ ପ୍ରବକ୍ତା ଆଦେଶ ଦେଲେ ଓ ଈଶ୍ୱରଙ୍କ ଉତ୍ତରାଧିକାରାଂଶର ଦର୍ଶନ ଲାଭ ପାଇଁ ମୋଶେସ ଆରୋହଣ କରିଥିବା ପର୍ବତ ଉପରକୁ ସେ ନିଜେ ଆରୋହଣ କଲେ। ଏହା ମଧ୍ୟ ସେହି ରେଖାପତ୍ରରେ ଉଲ୍ଲିଖିତ। ଜେରେମିଆ ସେଠାରେ ଗୋଟିଏ ଗୁମ୍ଫା ଦେଖିଲେ ଓ ପବିତ୍ର ଶିବିର, ସିନ୍ଦୁକ ତଥା ଧୂପାର୍ଚ୍ଚନା ପାଇଁ ଉଦ୍ଦିଷ୍ଟ ବଳିପୀଠକୁ ତନ୍ମଧ୍ୟକୁ ନେଇ ଆସି ତାହାର ପ୍ରବେଶ ପଥକୁ ମୁଦ୍ରାଙ୍କିତ କଲେ। ତାଙ୍କର ଅନୁଗାମୀମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ସେହି ପଥରକୁ ଚିହ୍ନିତ କରିବାକୁ ଉଦ୍ୟତ ହେଲେ ମଧ୍ୟ ସେମାନେ ତାହା ଦେଖିବାକୁ ପାଇଲେ ନାହିଁ। ଏହା ଅବଗତ ହୋଇ ଜେରେମିଆ ସେମାନଙ୍କୁ ତିରସ୍କାର କରି କହିଲେ, ଈଶ୍ୱର ସହଜନମାନଙ୍କୁ ପୁନର୍ବାର ଏକତ୍ରିତ କରି ସେମାନଙ୍କ ପ୍ରତି କରୁଣା ପ୍ରଦର୍ଶନ କରିବା ସମୟ ପର୍ଯ୍ୟନ୍ତ ସେ ସ୍ଥାନଟି ଅପରିଚିତ ହୋଇ ରହିବ। ସେହି ଦିନମାନଙ୍କରେ ପ୍ରଭୁ ସେ ସମସ୍ତକୁ ପ୍ରକଟିତ କରିବେ। ମୋଶେସଙ୍କ ପ୍ରତି ସଂଗଠିତ ଏବଂ ପବିତ୍ରାଳୟକୁ ବିଶେଷତଃ ପୂତପବିତ୍ର କରିବା ପାଇଁ ପ୍ରାର୍ଥନା କରିଥିବା ସଲୋମନଙ୍କ ପ୍ରତି ସଂଗଠିତ ହୋଇଥିବା ଭଳି ପ୍ରଭୁଙ୍କ ମହତ୍ତ୍ୱ ତଥା ମେଘ ସେହି ଦିନ ଆବିର୍ଭୂତ ହେବ। ଏହା ସ୍ପଷ୍ଟ ଭାବେ ଉଲ୍ଲିଖିତ ହୋଇଛି ଯେ ଜ୍ଞାନରେ ଆବିର୍ଭୂତ ହୋଇ ସଲୋମନ ଦେବାଳୟ ନିର୍ମାଣର ସମାପ୍ତି ତଥା ତାହାର ପ୍ରତିଷ୍ଠା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କରିଥିଲେ। ମୋଶେସ ପ୍ରଭୁଙ୍କ ସନ୍ନିଧାନରେ ପ୍ରାର୍ଥନା କରିବା ଯୋଗୁଁ ସ୍ୱର୍ଗରୁ ଅଗ୍ନି ଅବତୀର୍ଣ୍ଣ ହୋଇ ଯେପରି ନୈବେଦ୍ୟ ବସ୍ତୁକୁ ଦଗ୍ଧ କରିଥିଲା, ସେହିଭଳି ସଲୋମନ ମଧ୍ୟ ପ୍ରାର୍ଥନା କଲେ ଓ ଫଳରେ ଅଗ୍ନି ଅବତରଣ କରି ସମଗ୍ର ହୋମବଳି ବସ୍ତୁକୁ ଦଗ୍ଧ କଲା। ମୋଶେସ କହିଲେ, ପାପ ପରିହାର ବଳି ବସ୍ତୁକୁ ଆହାର କରିନଥିବା ଯୋଗୁଁ ସେ ସମସ୍ତ ଦଗ୍ଧୀଭୂତ ହୋଇଛି। ସେହିପରି ସଲୋମନ ମଧ୍ୟ 8 ଦିନ ବ୍ୟାପୀ ଉତ୍ସବ ପାଳନ କଲେ। ଏ ସମସ୍ତ ବିଷୟ ରେଖାପତ୍ର ତଥା ନେହେମିଆଙ୍କ ସ୍ମୃତି ପ୍ରବନ୍ଧରେ ଲିପିବଦ୍ଧ ହୋଇଛି। ଏହା ମଧ୍ୟ ସେଥିରେ ଉଲ୍ଲିଖିତ ହୋଇଛି ଯେ ନେହେମିଆ ଏକ ପୁସ୍ତକାଳୟ ସ୍ଥାପନ କଲେ ଓ ରାଜା ତଥା ପ୍ରବକ୍ତାମାନଙ୍କ ସମ୍ବନ୍ଧୀୟ ଗ୍ରନ୍ଥ ସମୂହ, ଦାବିଦଙ୍କ ଦ୍ୱାରା ରଚିତ ଲିଖନ ସମୂହ ଓ ମାନସିକ ନୈବେଦ୍ୟ ପରାହ ସମ୍ବନ୍ଧରେ ରାଜାଙ୍କର ଦ୍ୱାରା ଲିଖିତ ପତ୍ର ସମୂହକୁ ସଂଗ୍ରହ କଲେ। ସେହିପରି ଆମ ବିରୁଦ୍ଧରେ ସଂଗଠିତ ଯୁଦ୍ଧ ଯୋଗୁଁ
ନଷ୍ଟ ହୋଇଥିବା ସମସ୍ତ ଗ୍ରନ୍ଥକୁ ଜୁଦାସ ମଧ୍ୟ ସଂଗ୍ରହ କଲେ। ସେ ସମସ୍ତ ବର୍ତ୍ତମାନ ଆମମାନଙ୍କର ହସ୍ତଗତ ହୋଇ ରହିଛି। ସୁତରାଂ ସେଗୁଡ଼ିକ ଯଦି ତୁମର ଆବଶ୍ୟକ, ତେବେ ତାହା ଗ୍ରହଣ କରିବା ପାଇଁ ଆମ ନିକଟକୁ ଲୋକ ପଠାଅ। ଆମେମାନେ ଶୁଦ୍ଧିକରଣ ଉତ୍ସବ ପାଳନ କରିବାକୁ ଉଦ୍ୟତ। ତୁମମାନଙ୍କୁ ଏହି ବିଷୟରେ ପରିଚୟ ଦେବା ସକାଶେ ଆମେ ବର୍ତ୍ତମାନ ଲେଖୁଅଛୁ। ସୁତରାଂ ତୁମେମାନେ ମଧ୍ୟ ସେହି ଉତ୍ସବର ଦିନসমূହକୁ ସଦୟ ହୋଇ କ'ଣ ପାଳନ କରିବ ନାହିଁ? ବିଧାନ ଜରିଆରେ ପ୍ରତିଜ୍ଞାନୁବଦ୍ଧ ହୋଇଥିବା ଭଳି ଈଶ୍ୱର ସ୍ୱଜନମାନଙ୍କୁ ରକ୍ଷା କରି ସମସ୍ତଙ୍କୁ ନିଜ ନିଜର ଉତ୍ତରାଧିକାର, ରାଜତ୍ୱ, ଯାଜକତ୍ୱ ତଥା ଶୁଦ୍ଧିକରଣ ପୁନଃପ୍ରଦାନ କରିଅଛନ୍ତି। ଆମମାନଙ୍କର ପ୍ରତ୍ୟାଶା ଏହା ଯେ ଈଶ୍ୱର ସହସା ଆମ ପ୍ରତି ସଦୟ ହେବେ ଏବଂ ଆକାଶ ନିମ୍ନସ୍ଥ ସମସ୍ତ ସ୍ଥାନଠାରୁ ସେ ଆମକୁ ନିଜ ପବିତ୍ର ସ୍ଥାନରେ ଏକତ୍ରିତ କରିବେ। କାରଣ ସେ ଆମମାନଙ୍କୁ ଘୋର ଅନିଷ୍ଟ କାର୍ଯ୍ୟବଳୀରୁ ଉଦ୍ଧାର କରିଅଛନ୍ତି ଓ ଏହି ସ୍ଥାନକୁ ଶୁଦ୍ଧପୂତ କରିଅଛନ୍ତି। ଗ୍ରନ୍ଥକର୍ତ୍ତାଙ୍କ ଉପକ୍ରମଣିକା। ମହାଦେବାଳୟର ଶୁଦ୍ଧିକରଣ କ୍ରିୟା, ବଳିପୀଠର ପ୍ରତିଷ୍ଠା, ଆନ୍ତିଓଖସ୍ ଏପିଫାନେସ୍ ଓ ତାଙ୍କର ପୁତ୍ର ଏଉପାଥେରଙ୍କ ବିରୁଦ୍ଧରେ ଲଢ଼ାଯାଇଥିବା ଯୁଦ୍ଧ ସମୂହ, ଜିହୁଦୀୟ ଧର୍ମର ସଂରକ୍ଷଣ ପାଇଁ ଉତ୍ସାହପୂର୍ବକ ଯଥାସାଧ୍ୟ ଚେଷ୍ଟା ଚଳାଇଥିବା ବ୍ୟକ୍ତିମାନଙ୍କ ପ୍ରତି ସ୍ୱର୍ଗରୁ ପ୍ରାପ୍ତ ଦର୍ଶନ, ସଂଖ୍ୟାରେ ଅଳ୍ପ ବ୍ୟକ୍ତି ଥିବା ସତ୍ତ୍ୱେ ପ୍ରଭୁଙ୍କର ମହତ୍ପୂର୍ଣ୍ଣ ଉଦାରତା ତଥା ସହାୟତା ହେତୁ ସେମାନଙ୍କ ଦ୍ୱାରା ସମସ୍ତ ଦେଶଟିର ଅଧିକାର ଓ ସେହି ଅସଭ୍ୟ ଦଳର ପଶ୍ଚାଦ୍ଧାବନ ସମ୍ବନ୍ଧୀୟ ବିବରଣୀ, ପୃଥିବୀ ତମାମ ସୁପ୍ରସିଦ୍ଧ ଦେବାଳୟର ପୁନର୍ଲାଭ, ନଗରୀଟିର ସ୍ୱାଧୀନତା, ଅବୈଧ ହେବାକୁ ଯାଉଥିବା ବିଧିବିଧାନର ପୁନଃସ୍ଥାପନ ପ୍ରଭୃତି ସମ୍ବନ୍ଧରେ ଜୁଦାସ, ମାକାବେଉସ ଓ ତାଙ୍କର ସହୋଦରମାନଙ୍କର ଇତିହାସ ବର୍ଣ୍ଣନା, ଏ ସମସ୍ତ ବିଷୟ ନେଇ ସିରେନୀୟ ଜାସନ ଯାହା 5 ଗ୍ରନ୍ଥରେ ବର୍ଣ୍ଣନା କରିଥିଲେ, ଆମେ ତାହା ଗୋଟିଏ ପୁସ୍ତକରେ ସଂରକ୍ଷିତ କରିବାକୁ ଚେଷ୍ଟା କରିବୁ। ସେଥିରେ ଅନ୍ତର୍ଭୁକ୍ତ ସଂଖ୍ୟାସମୂହର ପ୍ରଚୁରତା ଓ ଐତିହାସିକ ବିବରଣୀର ଯଥାର୍ଥତା ସମ୍ବନ୍ଧରେ ଅବଗତ ହେବା ପାଇଁ ଅଭିଳାଷୀ ବ୍ୟକ୍ତିମାନେ ବର୍ଣ୍ଣିତ ବିବରଣୀ ସମୂହର ପ୍ରଚୁରତା ଯୋଗୁଁ ଅନୁଭବ କରୁଥିବା କଷ୍ଟକୁ ପରିଗଣନା କରି ଆମେ ଏହି ଲକ୍ଷ୍ୟ ରଖିଛୁ ଯେ ଆମେ ଯେପରି ପାଠକମାନଙ୍କୁ ତୃପ୍ତି ଦେଇପାରୁ, ବୁଝିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନଙ୍କ ପ୍ରତି ତାହା ଯେପରି ସହଜସାଧ୍ୟ ହୁଏ ଓ ସମସ୍ତ ପାଠକମାନଙ୍କ ପ୍ରତି ତାହା ଲାଭଜନକ ହୁଏ। ସମସ୍ତଙ୍କୁ ସନ୍ତୁଷ୍ଟ କରିପାରୁଥିବା ଭଳି ଗୋଟିଏ ସୁସ୍ୱାଦୁ ଭୋଜିପର୍ବ ଆୟୋଜନ କରିବା ଯେପରି ସହଜ ବିଷୟ ନୁହେଁ, ସେହିପରି ଗ୍ରନ୍ଥଟିକୁ ସଂକ୍ଷିପ୍ତ କରିବାର ଦାୟିତ୍ୱ ଗ୍ରହଣ କରିଥିବା ଆମ ପ୍ରତି ଏହି କାର୍ଯ୍ୟ ମଧ୍ୟ ସହଜସାଧ୍ୟ ନୁହେଁ। ବରଂ ତାହା ଆମ ପାଇଁ ବହୁ ଝାଳ ପ୍ରବାହ ତଥା ଅନିଦ୍ରାର କାରଣ ହୋଇଥିଲା। ତଥାପି ସଂଖ୍ୟାଧିକ ଲୋକଙ୍କ କୃତଜ୍ଞତା ଲାଭ କରିବା ଉଦ୍ଦେଶ୍ୟରେ ଏହି କ୍ଲେଶପୂର୍ଣ୍ଣ ପରିଶ୍ରମ ଆମେ ସାନନ୍ଦରେ ନିର୍ବାହ କରିବୁ। ଯଥାର୍ଥତା ସମୂହର ସଠିକ୍ ବିଶଦ ବିବରଣୀକୁ ପ୍ରଥମ ଗ୍ରନ୍ଥକର୍ତ୍ତାଙ୍କ ହସ୍ତରେ ନ୍ୟସ୍ତ କରି ଆମେ କେବଳ ସଂକ୍ଷିପ୍ତୀକରଣ ଉଦ୍ଦେଶ୍ୟରେ ଏକ ରୂପରେଖା ଲେଖିବା ପାଇଁ ଲକ୍ଷ୍ୟ ରଖିଅଛୁ। ନୂତନ ଗ୍ରନ୍ଥକୁ ନିର୍ମାଣ କରୁଥିବା ଜଣେ ବ୍ୟକ୍ତି ଗୃହ ନିର୍ମାଣର ସମସ୍ତ ବିଷୟରେ ମନ ଦେବା ଆବଶ୍ୟକ, କିନ୍ତୁ ଯେ ଗୃହ ମଧ୍ୟରେ ଚିତ୍ରଣ କରେ କିମ୍ବା ତାହାକୁ ସଜାଏ, ସେ କେବଳ ସାଜସଜ୍ଜା ବିଷୟରେ ନିଜର ମନ ଦେବା ଯଥେଷ୍ଟ ହେବ। ମୋର ମତାନୁଯାୟୀ ବର୍ତ୍ତମାନ ଆମର କର୍ତ୍ତବ୍ୟ ମଧ୍ୟ ସେହିପରି ଅଟେ।
ବର୍ଣ୍ଣିତ ଯେକୌଣସି ବିଷୟକୁ ସମସ୍ତ ଦିଗରୁ ତଦନ୍ତ କରି ବିଶଦ ବ୍ୟାଖ୍ୟା କରିବା ଇତିହାସକର୍ତ୍ତାଙ୍କ କର୍ତ୍ତବ୍ୟ ଅଟେ। କିନ୍ତୁ ଯିଏ ବର୍ଣ୍ଣନାକୁ ପୁନଃ ବ୍ୟାଖ୍ୟା କରେ ସେ ସମ୍ପୂର୍ଣ୍ଣ ବର୍ଣ୍ଣନାକୁ ଉପେକ୍ଷା କରି ସଂକ୍ଷିପ୍ତୀକରଣର ପରିଶ୍ରମରେ ମନ ଦେବା ଉଚିତ। ଏହି ବିଷୟ ସ୍ପଷ୍ଟ କଲା ପରେ ଅନ୍ୟ କୌଣସି କଥା ନ କହି ଆମେ ବିବରଣୀ ଆରମ୍ଭ କରିବା। କାରଣ ଐତିହାସିକ ବର୍ଣ୍ଣନାକୁ ସଂକ୍ଷିପ୍ତ କରିବା ସମୟରେ ଉପକ୍ରମଣିକାକୁ ସୁଦୀର୍ଘ କରିବା ଉଚିତ ନୁହେଁ। ଅଧ୍ୟାୟ 3 ଜେରୁସାଲେମକୁ ହେଲିଓଦୋରସର ଆଗମନ। ପବିତ୍ର ନଗରୀରେ ନିରନ୍ତର ଶାନ୍ତି ବିରାଜୁଥିବା ଓ ଈଶ୍ୱର ଭକ୍ତ ଓ ଦୁଷ୍ଟତାର ଘୃଣାକାରୀ ମହାଯାଜକ ଅନିଆସଙ୍କ ଉତ୍ସୁକତା ହେତୁ ତନ୍ମଧ୍ୟରେ ବିଧିବିଧାନ ଉତ୍ତମ ରୂପେ ପାଳିତ ହେଉଥିବା ବେଳେ ସ୍ୱୟଂ ରାଜାଗଣ ପବିତ୍ର ସ୍ଥାନ ପ୍ରତି ଶ୍ରଦ୍ଧା ଜଣାଇଥିଲେ ଓ ବିଶିଷ୍ଟ ଉପହାର ସମର୍ପଣ କରି ଦେବାଳୟକୁ ମହିମାମଣ୍ଡିତ କରିଥିଲେ। ତଦନୁଯାୟୀ ଏସିଆର ରାଜା ସେଲେଉକସ୍ ମଧ୍ୟ ନୈବେଦ୍ୟ ଉତ୍ସର୍ଗ ପାଇଁ ଆବଶ୍ୟକ ଅର୍ଥ ନିଜର ରାଜସ୍ୱରୁ ବ୍ୟୟ କରିଥିଲେ। କିନ୍ତୁ ବେଞ୍ଜାମିନ୍ ଗୋଷ୍ଠୀର ସିମୋନ ନାମକ ଜଣେ ବ୍ୟକ୍ତି ଦେବାଳୟର ଅଧିପତି ରୂପେ ନିୟୋଜିତ ହେବା ପରେ ନଗରୀର ବିକ୍ରୟ ସ୍ଥଳର ଶାସନ ସମ୍ବନ୍ଧରେ ମହାଯାଜକ ଅନିଆସଙ୍କ ସହ ଭିନ୍ନତମ ପୋଷଣ କଲା। ଅନିଆସଙ୍କ ଉପରେ ବିଜୟ ଲାଭ କରି ନ ପାରି ସେହି ସିମୋନ ଦକ୍ଷିଣ ସିରିଆ ଓ ଫେନିସିଆର ରାଜ୍ୟପାଳ ତାର୍ସୁସର ଆପୋଲୋନିୟସଙ୍କ ପାଖକୁ ଗଲା। ଜେରୁସାଲେମସ୍ଥ ଭଣ୍ଡାର ଗଣନାତୀତ ଅର୍ଥରେ ଭରି ରହିଛି। ତାହା ନୈବେଦ୍ୟର ଉତ୍ସର୍ଗ ପାଇଁ ଉଦ୍ଦିଷ୍ଟ ଅର୍ଥ ନୁହେଁ ଓ ସେ ସମସ୍ତ ରାଜାଙ୍କର ଅଧିକାରାଧୀନ ହେବାର ସାଧ୍ୟ ରହିଛି। ଏ ସମସ୍ତ ସେ ତାଙ୍କ ବର୍ଣ୍ଣନା କଲେ। ତତ୍ପରେ ଆପୋଲୋନିୟସ ଯେବେ ରାଜାଙ୍କୁ ଭେଟିଲା, ନିଜେ ଜାଣିଥିବା ସେହି ଅର୍ଥ ସମ୍ବନ୍ଧରେ ସେ ରାଜାଙ୍କୁ କହିଲା। ରାଜା ନିଜ ସର୍ବସ୍ୱ ତତ୍ତ୍ୱାବଧାରକ ହୋଇଥିବା ହେଲିଓଦୋରସଙ୍କୁ ପୂର୍ବୋକ୍ତ ଅର୍ଥ ଅଧିକାର କରିବା ଉଦ୍ଦେଶ୍ୟରେ ମନୋନୀତ କଲେ ଓ ଆଦେଶ ଦେଲେ। ହେଲିଓଦୋରସ ତତ୍କ୍ଷଣାତ୍ ଦକ୍ଷିଣ ସିରିଆ ଓ ଫେନିସିଆର ନଗରୀ ସମୂହର ପରିଦର୍ଶନ କରିବା ଛଳନାରେ ଯାତ୍ରାରମ୍ଭ କଲା। କିନ୍ତୁ ରାଜାଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା ତାର ଯଥାର୍ଥ ଲକ୍ଷ୍ୟ ଥିଲା। ସେ ଜେରୁସାଲେମକୁ ଆସିଲା ଓ ମହାଯାଜକ ତାଙ୍କୁ ସଦୟପୂର୍ବକ ସ୍ୱାଗତ ଜଣାଇବା ପରେ ସେ ମହାଯାଜକଙ୍କ ସହ ସେହି ଅର୍ଥ ସମ୍ବନ୍ଧରେ କଥାବାର୍ତ୍ତା କଲା। ପରିଶେଷରେ ନିଜ ଆଗମନର ଯଥାର୍ଥ ଉଦ୍ଦେଶ୍ୟରେ ତାଙ୍କୁ ଜଣାଇ ଦେଲା ପରେ ସେହି ଅର୍ଥ ସମ୍ବନ୍ଧୀୟ ଯଥାର୍ଥ ବିଷୟକୁ ସେ ମହାଯାଜକଙ୍କ ନିକଟରେ ପ୍ରକାଶ କଲା। ବିଧବା ଓ ଅନାଥମାନଙ୍କ ପ୍ରତିପାଳନ ପାଇଁ ଉଦ୍ଦିଷ୍ଟ କେତେକ ଅର୍ଥ ଓ ତୋବିଆସଙ୍କ ପୁତ୍ର ତଥା ଜଣେ ପ୍ରମୁଖ ବ୍ୟକ୍ତି ହୋଇଥିବା ହିର୍କାନସର ତତ୍ତ୍ୱାବଧାନୀ କେତେକ ଅର୍ଥ ଭଣ୍ଡାରରେ ସଞ୍ଚିତ ହୋଇଛି ଓ ସେ ସମସ୍ତ ସର୍ବମୋଟ କେବଳ 400 ତାଲେଣ୍ଟ ରୌପ୍ୟ ଓ 200 ତାଲେଣ୍ଟ ସ୍ୱର୍ଣ୍ଣ ବୋଲି ମହାଯାଜକ ତାଙ୍କୁ ଜଣାଇଲେ। ସେହି ଅଧର୍ମୀ ସିମୋନ ଏହି ବିଷୟ ସମ୍ବନ୍ଧରେ ଅତ୍ୟଧିକ ମିଥ୍ୟାପୂର୍ଣ୍ଣ ଭାବେ ବର୍ଣ୍ଣନା କରିଥିଲା। ସେ ଆହୁରି କହିଲେ ଯେ ପବିତ୍ର ସ୍ଥାନର ଶୁଦ୍ଧତା ତଥା ପୃଥିବୀ ତମାମ ପ୍ରସିଦ୍ଧ ଦେବାଳୟର ପବିତ୍ରତା ତଥା ତାହାର ଅଲଙ୍ଘନୀୟତା ଉପରେ ବିଶ୍ୱାସ ସ୍ଥାପନ କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅନ୍ୟାୟ କାର୍ଯ୍ୟ କରିବା ଅସାଧ୍ୟ ଅଟେ। କିନ୍ତୁ ରାଜା ଆଦେଶ ଦେଇଥିବା ଯୋଗୁଁ ସେ ସମସ୍ତ ଅର୍ଥ ରାଜାଙ୍କୁ ଭଣ୍ଡାର ସକାଶେ
ବାଜ୍ୟାପ୍ତ କରିବା ଆବଶ୍ୟକ ବୋଲି ହେଲିଓଦର କହିଲା। ସୁତରାଂ ଗୋଟିଏ ଦିନ ନିରୂପଣ କଲା ପରେ ସେ ସମସ୍ତ ଅର୍ଥ ନିରୀକ୍ଷଣର ତତ୍ତ୍ୱାବଧାନ କରିବା ଉଦ୍ଦେଶ୍ୟରେ ସେ ଭିତରେ ପ୍ରବେଶ କଲା। ଫଳରେ ସମଗ୍ର ନଗରୀ ଅତିଶୟ ଦୁଃଖମୟ ହେଲା। ନିଜର ଯାଜକୀୟ ପରିଧାନ ପରିହିତ ହୋଇ ଯାଜକମାନେ ବଳିପୀଠ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ଯିଏ ସେହି ଅର୍ଥ ସଞ୍ଚୟ ସମ୍ବନ୍ଧରେ ନିୟମ ଘୋଷଣା କରିଥିଲେ, ସେହି ଅର୍ଥ ସଞ୍ଚୟକୁ ଗଚ୍ଛିତ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ନିରାପଦରେ ସଂରକ୍ଷଣ କରିବା ନିମନ୍ତେ ସ୍ୱର୍ଗ ସନ୍ନିଧାନରେ ନିବେଦନ କଲେ। ମହାଯାଜକଙ୍କ ଛାୟାରୂପକୁ ଦର୍ଶନ କରିବା ବିଷୟ ଯେକୌଣସି ଦର୍ଶକଙ୍କ ହୃଦୟକୁ ଭେଦ କରିବା ପାଇଁ ଯଥେଷ୍ଟ ଥିଲା, କାରଣ ତାଙ୍କର ମୁଖଭାବ ତଥା ବିବର୍ଣ୍ଣତା ତାଙ୍କର ହୃଦୟର ବେଦନାକୁ ପ୍ରକଟିତ କରିଥିଲା। ତାଙ୍କର ତଥା ଶାରୀରିକ କମ୍ପନ ଦ୍ୱାରା ସେ ଏପରି ଅନୁଭୂତ ହେଉଥିଲେ ଯେ ଦର୍ଶକମାନେ ତାଙ୍କ ହୃଦୟର କଠିନ ବେଦନାକୁ ସ୍ପଷ୍ଟ ଭାବେ ହୃଦୟଙ୍ଗମ କରିପାରୁଥିଲେ। ପବିତ୍ର ସ୍ଥାନ ଯେ ଅବହେଳିତ ହେବାକୁ ଯାଉଛି ଏହା ଜାଣିପାରି ଜନତା ନିଜ ନିଜର ଗୃହ ତ୍ୟାଗ କରି ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ସମ୍ମିଳିତ ଭାବେ ଏକତ୍ରିତ ହେଲେ। ନାରୀଗଣ ସେମାନଙ୍କ ବକ୍ଷର ନିମ୍ନ ଭାଗରେ ଚଟବସ୍ତ୍ର ପରିଧାନ କରି ରାସ୍ତା ସମୂହରେ ସମବେତ ହେଲେ। ଗୃହରେ ଥିବା କନ୍ୟାମାନଙ୍କ ମଧ୍ୟରୁ କେତେ ଜଣ ପ୍ରବେଶ ପଥ ଯଥା ପ୍ରାଚୀର ଉପରକୁ ଧାଇଁଗଲେ ଓ ଅନ୍ୟ କେତେକ ଝରକା ମଧ୍ୟ ଦେଇ ଛକି କରି ଚାହିଁଲେ। ସମସ୍ତେ ସ୍ୱର୍ଗ ଅଭିମୁଖରେ ହସ୍ତ ଉତ୍ତୋଳନ କରି ନିବେଦନ କଲେ। ସମ୍ମିଳିତ ଭାବେ ଜନତାର ସାଷ୍ଟାଙ୍ଗ ପ୍ରଣିପାତ ଓ ଉତ୍କଣ୍ଠିତ ମହାଯାଜକଙ୍କ ଅତିଶୟ ବ୍ୟଥା ଅନୁଭବ ଏକ ଶୋଚନୀୟ ଦର୍ଶନ ଥିଲା। ଯେଉଁମାନେ ବିଶ୍ୱାସପୂର୍ବକ ଅର୍ଥ ଅର୍ପଣ କରିଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ତାଙ୍କୁ ନିରାପଦ ତଥା ସୁରକ୍ଷିତାବସ୍ଥାରେ ସଂରକ୍ଷଣ କରିବା ପାଇଁ ସମସ୍ତେ ସର୍ବଶକ୍ତିମାନ ପ୍ରଭୁଙ୍କ ସନ୍ନିଧାନରେ ପ୍ରାର୍ଥନା କରିବା ସମୟରେ ହେଲିଓଦୋରସ୍ ନିଜ ଉଦ୍ଦେଶ୍ୟକୁ ସାର୍ଥକ କରିବା ପାଇଁ ପ୍ରସ୍ତୁତ ହେଲା। ସେ ନିଜର ଅଙ୍ଗରକ୍ଷୀ ସେନା ସମେତ ଭଣ୍ଡାରର ସନ୍ନିହିତ ହେବା ସମୟରେ ସମସ୍ତ ଆତ୍ମା ଓ କର୍ତ୍ତୃତ୍ୱର ସାର୍ବଭୌମ୍ୟ ସମ୍ରାଟ ଏପରି ଏକ ମହତ୍ତ୍ୱ ପ୍ରଦର୍ଶନ ପ୍ରକଟିତ କଲେ ଯେ ଯେଉଁମାନେ ହେଲିଓଦୋରସଙ୍କ ଅନୁଗମନ କରିବାକୁ ସାହସୀ ହେଲେ, ସେମାନେ ସେହି ଦୈବ ଶକ୍ତିର ପ୍ରକଟନ ଦ୍ୱାରା ବିସ୍ମୟାଭିଭୂତ ହେଲେ ଓ ଭୟଚକିତ ହୋଇ ବିଷଣ୍ଣ ହେଲେ। ସେ ସମୟରେ ମୂଲ୍ୟବାନ ତଥା ସୁଶ୍ରୀ ଆଭରଣ ସାଜରେ ବିଭୂଷିତ ଏକ ଘଟକ ଓ ତାହା ଉପରେ ଆରୋହଣ କରିଥିବା ଭୟାନକ ମୁଖଭାବ ବିଶିଷ୍ଟ ଜଣେ ବ୍ୟକ୍ତି ଆବିର୍ଭୂତ ହେଲେ। ସେହି ଘଟକ କପାକ୍ରାନ୍ତ ହୋଇ ହେଲିଓଦୋରସର ଆଡ଼େ ଧାଇଁ ଯାଇ ନିଜର ଆଗ ଖୁରା ଦ୍ୱାରା ତାକୁ ନାତ ମାରିଲା। ତାହାର ଆରୋହୀ ସୁବର୍ଣ୍ଣ ସାଞ୍ଜୁ ଓ ଅସ୍ତ୍ରଶସ୍ତ୍ରରେ ପରିହିତ ଥିବା ଦେଖାଗଲା। ଅସାମାନ୍ୟ ଶକ୍ତିଶାଳୀ, ଅତ୍ୟନ୍ତ ସୁନ୍ଦର ଓ ଆଡ଼ମ୍ବରପୂର୍ବକ ବସ୍ତ୍ରାଭରଣରେ ବିମଣ୍ଡିତ ଦୁଇ ଜଣ ଯୁବା ବ୍ୟକ୍ତି ମଧ୍ୟ ଉଭା ହେଲେ। ସେମାନେ ତାର ଉଭୟ ପାର୍ଶ୍ୱରେ ଦଣ୍ଡାୟମାନ ହୋଇ ତାକୁ ନିରବଚ୍ଛିନ୍ନ ଭାବେ ଚାବୁକ ପ୍ରହାର କରି ବହୁ ଆଘାତ ପ୍ରାପ୍ତ କରାଇଲେ। ସେ ସହସା ଭୂପତିତ ହେଲା ଓ ଅନ୍ଧକାର ତାକୁ ଆଚ୍ଛାଦନ କଲା। ତାର ଅନୁଗାମୀମାନେ ତାକୁ ନେଇ ଖଟିଆ ଉପରେ ଶୁଆଇ ଦେଲେ। ତତ୍ପରେ ସେମାନେ ତାକୁ ବାହାରକୁ ନେଇଗଲେ। ତାର ଅନୁଗାମୀଗଣ ଓ ତାର ସମସ୍ତ ଅଙ୍ଗରକ୍ଷୀ ସେନା ସମେତ ପୂର୍ବୋକ୍ତ ଭଣ୍ଡାର ଘରେ ପ୍ରବେଶ କରିଥିବା ଏହି ବ୍ୟକ୍ତି ବର୍ତ୍ତମାନ ନିଜର ସାହାଯ୍ୟ ହେବା ପାଇଁ ଅସମର୍ଥ ହୋଇଥିଲା। ସେମାନେ ଈଶ୍ୱରଙ୍କ ସାର୍ବଭୌମ୍ୟ ଶକ୍ତିକୁ ସ୍ପଷ୍ଟ ଭାବେ ସ୍ୱୀକାର କଲେ। ଦୈବୀ ହସ୍ତକ୍ଷେପ ଦ୍ୱାରା
ବାକ୍ ଶକ୍ତିରୁ ବଞ୍ଚିତ ହୋଇ ଓ ତାହା ପୁନର୍ଲାଭ କରିବାର ଆଶା ନ ରଖି ସେ ଭୂପତିତ ହୋଇଥିବା ବେଳେ ନିଜ ଆଳୟର ରକ୍ଷା ପାଇଁ ଅଦ୍ଭୁତ ଭାବେ କାର୍ଯ୍ୟ କରିଥିବା ପ୍ରଭୁଙ୍କ ପ୍ରଶଂସା ସେମାନେ ଗାନ କଲେ। ସର୍ବଶକ୍ତିମାନ ପ୍ରଭୁଙ୍କ ଆବିର୍ଭାବ ଯୋଗୁଁ ସ୍ୱଳ୍ପ ସମୟ ପୂର୍ବରେ ଯେଉଁ ଦେବାଳୟ ଭୟ ତଥା କୋଳାହଳରେ ଭରି ଯାଇଥିଲା ତାହା ବର୍ତ୍ତମାନ ଆନନ୍ଦ ତଥା ଆହ୍ଲାଦରେ ପରିପୂର୍ଣ୍ଣ ହେଲା। ଶେଷ ନିଶ୍ୱାସ ତ୍ୟାଗ କରି ସାଇତ ଥିବା ହେଲିଓଦୋରସର ଜୀବନକୁ ରକ୍ଷା କରିବା ପାଇଁ ପରାତ୍ପରଙ୍କ ସନ୍ନିଧାନରେ ପ୍ରାର୍ଥନା କରିବା ସକାଶେ ତାର ମିତ୍ରମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ଅନିଆସଙ୍କ ନିକଟରେ ଭିକ୍ଷା କଲେ। ଯିହୁଦୀମାନେ ଯେ ହେଲିଓଦୋରସ ବିରୁଦ୍ଧରେ କୌଣସି ଅନ୍ୟାୟ କାର୍ଯ୍ୟ କରିଥିଲେ ରାଜା ଏପରି ସନ୍ଦେହ କରି ପାରନ୍ତି, ଏହା ଭୟ କରି ମହାଯାଜକ ତାର ସୁସ୍ଥୀକରଣ ପାଇଁ ନୈବେଦ୍ୟ ଉତ୍ସର୍ଗ କଲେ। ମହାଯାଜକ ପରିହାର ବଳି ଉତ୍ସର୍ଗ କରୁଥିବା ସମୟରେ ସେହି ପୂର୍ବୋକ୍ତ ଯୁବା ବ୍ୟକ୍ତିଦ୍ୱୟ ପୂର୍ବ ଭଳି ବସ୍ତ୍ର ବିମଣ୍ଡିତ ହୋଇ ତା ନିକଟରେ ପୁନରାୟ ଉଭା ହୋଇ କହିଲେ, ମହାଯାଜକ ଅନିଆସଙ୍କ ପ୍ରତି କୃତଜ୍ଞ ହୁଅ, କାରଣ ତାଙ୍କ ଯୋଗୁଁ ପ୍ରଭୁ ତୁମର ଜୀବନକୁ ରକ୍ଷା କରିଅଛନ୍ତି। ସ୍ୱର୍ଗ ଦ୍ୱାରା ଆଘାତପ୍ରାପ୍ତ ହୋଇଥିବାରୁ ତୁମେ ଈଶ୍ୱରଙ୍କ ପ୍ରତାପମୟ ଶକ୍ତିକୁ ସମସ୍ତ ଲୋକଙ୍କ ସମ୍ମୁଖରେ ପ୍ରଚାର କରିବା ପାଇଁ ବ୍ରତୀ ହୁଅ। ଏହା କହି ସେମାନେ ଅଦୃଶ୍ୟ ହେଲେ। ହେଲିଓଦୋରସ ପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କଲା ଓ ନିଜ ଜୀବନର ରକ୍ଷକଙ୍କ ପ୍ରତି ବହୁବିଧ ମାନସିକ ବ୍ରତ ଗ୍ରହଣ କଲା। ତତ୍ପରେ ଅନିଆସଙ୍କ ଠାରୁ ବିଦାୟ ନେଇ ନିଜ ସୈନ୍ୟ ସମେତ ରାଜାଙ୍କ ନିକଟକୁ ସେ ପ୍ରସ୍ଥାନ କଲା। ଈଶ୍ୱରଙ୍କ ଦ୍ୱାରା ସମ୍ପାଦିତ ଓ ନିଜ ଚକ୍ଷୁ ଦ୍ୱାରା ଦୃଷ୍ଟ ସେହି କାର୍ଯ୍ୟକଳାପ ସମ୍ପର୍କରେ ସେ ସମସ୍ତଙ୍କ ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କଲା। ଅନ୍ୟ ଏକ ଦୈତ୍ୟ ସନ୍ଦେହ ନେଇ ଜେରୁସେଲେମକୁ ଯିବା ନିମନ୍ତେ କିଏ ଯୋଗ୍ୟ ଅଟେ ବୋଲି ରାଜା ଯେତେବେଳେ ତାକୁ ପଚାରିଲେ, ତେବେ ଉତ୍ତରରେ ହେଲିଓଦୋରସ କହିଲା, ତୁମର କୌଣସି ଶତ୍ରୁ କିମ୍ବା ତୁମ ରାଜାଧିକାର ବିରୁଦ୍ଧରେ ଚକ୍ରାନ୍ତ କରୁଥିବା କୌଣସି ବ୍ୟକ୍ତି ଯଦି ଥାଏ, ତେବେ ତାକୁ ସେଠାକୁ ପଠାଇ ଦିଅ। ସମ୍ପୂର୍ଣ୍ଣାଙ୍ଗରେ ଚାବୁକତାଘାତ ପ୍ରାପ୍ତ ହୋଇ ସେ ଯଦି ରକ୍ଷା ପାଇବ, ତେବେ ତୁମେ ତାକୁ ପୁନର୍ଲାଭ କରିବ। କାରଣ ଈଶ୍ୱରଙ୍କ ଶକ୍ତି ଯେ ସେଠାରେ ବିଦ୍ୟମାନ ଏହା ସୁନିଶ୍ଚିତ। ଯିଏ ସ୍ୱର୍ଗଧାମରେ ବସତି ସ୍ଥାପନ କରନ୍ତି, ସ୍ୱୟଂ ସେ ସ୍ଥାନକୁ ନିରୀକ୍ଷଣ କରି ତାହାର ସାହାଯ୍ୟ ହୁଅନ୍ତି ଓ ଯେଉଁମାନେ ତାହା ପ୍ରତି ଉପଦ୍ରବ କରିବା ପାଇଁ ଉଦ୍ୟତ ହୁଅନ୍ତି ସେମାନଙ୍କୁ ସେ ଆଘାତ କରି ବିନାଶ କରନ୍ତି। ହେଲିଓଦୋରସ ପ୍ରତି ସଂଘଟିତ ଘଟଣା ତଥା ଭଣ୍ଡାର ଘରର ରକ୍ଷଣ ସମ୍ବନ୍ଧୀୟ ବିଷୟର ପରିମାଣ